ନା ଏଠି କଣ ଏତେ ବର୍ଷ ରହିଛି ଆଣିକି ଖୁଆଇଲୁ ହଉ ଭଗବାନ ମହିମାରେ ତମରି ହେଇ ସିଟି ପାଣି ଏତେ ଦେଲେ ଏଠି ଏଠି ଭଲ ଆଉ କଣ ଔଷଧ ପିଲା ଜାଣିଛି ଖାଇଛି ଆଉ କଣ ହେଟା ସେ କହିଲେ ତ ଆଉ କହିଲେ ମୁଁ ଏଇଥିରେ ଭଲ ହଏ ବୋଲି କେହି ଆମଠୁ ଆଣି ଖାଇବାରେ ଏଠି ଜାଣିଛି ଭଲ ହବ କିଏ ଜାଣିଛି କେତେ କୁଆଡୁ ଔଷଧ ଆଣିକି ଖାଇଥିଲୁ ପାଣି ଦରକାର ପାଣି ହଁ ପାଣି ପାଣି ତ ଅଧିକ ପିଇବେ କିଛି ହବନି ପାଣି ପିଉଛନ୍ତି ପାଣି ଝାଡାରେ କେତେ ପ୍ରକାର ଝାଡା ଦେଖିଲା ଆସିକି ମଳକଣ୍ଟକ ଥିଲା ତ ନା ମଳକଣ୍ଟକ ଯାହାର ଟିକେ ଥରେ ବାହାରିଛି ସେ ନ ଜାଣନ୍ତି ଆଉ ଯେତେ ଔଷଧ ଖାଇଲେ ବି ଯାହା କଲେ ସେ କହୁଛି ଭରିକି ତମ ଝାଡାଟା ସେ ରୋଗର ଲକ୍ଷଣ ଝାଡାଟାକୁ ସବୁ ଗୋଷ୍ଠୀ କରିବ ସେ ମୁଣ୍ଡ ଉପରେ ଯାହା କରିନୁ ତାର ଯିଏ ନଥିବ କି ସେ ଭାବିଲି ମୋର ଭଲ ହେଇଗଲା ତ ଶରୀରରୁ ଏଇଟା ଭଲ ହେଲାନି ସେ ଝାଡାଟାକୁ ସବୁ ଗୋଷ୍ଠୀ ବାଜିବ ଯଦି ପାଣି ଖର୍ଚ୍ଚ ହେଲା ଜଲ୍ଦି ଜଲ୍ଦି ଝାଡା ଯାଇପାରୁନି କିଛି ଯେତେବେଳେ କାଦୁକୁ ନେବ ଯେତେବେଳେ ନାଇଁ ହବନି ତାର ମୁଖ୍ୟ ହଉଛି ମଳକଣ୍ଟକ ଦୋଷ ମୋର ଏମିତି ହେଲା ଜାଣିଲି ଯେ ମୋ ଅବସ୍ଥା ଏଇଆ ହେଲା ଔଷଧ ଖାଇଲା ସେ ଠିକ ଗଲା ମୋର ଟିକେ ଥରେ ମଳକଣ୍ଟକଟା କେମିତି କଣ ଦେଖିକି କଷ୍ଟ ପଡ଼ିଲା ମଳକଣ୍ଟକ ଝାଡା ତ ଯାଇପାରିନି ଦୁନିଆକି ଆଉ ମହାପୁର ମହିର କେତେ ବର୍ଷ ଔଷଧ ଭଲ ହେଇଥିଲା କହି ଘରେ ସେ ଦିହରୁ ଯାଉନି ନାଇଁ ଯାଇପାରିବିନି ଯୋଉ ଜିନିଷଟା ତମ ଦେହରେ ଥରେ ଧଳା ଗୋଟେ ରୋଗଟା ସାଧା ହଳଦୀ ଦେ ଜଲ୍ଦି ଦେ ହଳଦୀ ଆମ ତମେ ଦିନକୁ ନହେଲେ ସେ ଯୋଉଟା କହିଲା ହଉଛି କୋଉଠି ଆଖି ମଝିଟା କୋଉଠି ଆଉ ନାଇଁ ତମ ରକ୍ତଟା ହେଇଲା ସେଇଟା ଯେମିତି ଆମେ ଯୋଉ ଖାଦ୍ୟ ପ୍ରଭାବଟା ସମାନ କରିକି ଦେ ଏଇଟା ଭଲ ହେଲାନି ଖାଉ ବେଶୀ ବଡ ହେଇଯିବ କଳା ଟିକେ ପକେଇ ଦେ ଷୋହଳ କରିବ ଏଇଟା ଅଧିକା କରିବ ଡାଇବେଟିସ୍ ନରମ ଅଧିକା କରିବ ଆମର ଭୋକ ହବନି କିଛି ହବନି ତତେ ଭୋକ ହଉନି